ଯୋଉଠି ଦେଖ ଖାଲି ନ୍ୟୁଜ ଚ୍ୟାନେଲ୍ସ ମଧ୍ୟରେ ଲେବିଆଥନ ଲେବିଆଥନ ଲେବିଆଥନ। କଣ କହେ ଲେବିଆଥନ ବିଷୟରେ? ଲେବିଆଥନ ଏକ ପ୍ରକାରର ବଡ ସାଇଜର ଗୋଟେ ସର୍ପ ଅଟେ। ସର୍ପ ଜାତିର ରେପ୍ଟାଇଲ ଜାତିର ଏକ ପଶୁ। କଣ କଣ ଥାଏ ସେଇ ଜାତିରେ? ସାପ ଥାଏ, ଝିଟିପିଟି ଥାଏ, କୁମ୍ଭୀର ଥାଏ, ଯାହା କିଛି ଲିଜର୍ଡସ୍ ଯାକ ଏଣ୍ଡୁଅ କରି କୁହନ୍ତିନି କି ସେଇଟା ଥାଏ, ଗିରଗିଟ ଥାଏ। ଏଇ ସବୁ ଗୋଟେ ଜାତିର ପଶୁ ମାନେ, ୱାନ୍ ଟାଇପ ଅଫ ପଶୁ ମାନେ, रेप्टाइल्स, सरीसृप, रेंगने वाले जंतु पेटरे घोषाड़ी ହେଇକି ଯାଆନ୍ତି ନାଇଁ କି? ତ ସେଥିରେ ଏସ୍ପେଶally ଅତ୍ୟନ୍ତ ଷ୍ଟ୍ରଙ୍ଗ ଆମର ବର୍ତ୍ତମାନର ଯୁଗରେ ଷ୍ଟ୍ରଙ୍ଗ और ବହୁତ ପାୱାରଫୁଲ ଦେଖୁ ଆମେ କୁମ୍ଭୀର ମାନଙ୍କୁ, ବଡ ବଡ ସାଇଜ ର ଆଲିଗେଟର୍ସ ମାନେ ଅଛନ୍ତି, କ୍ରୋକୋଡାଇଲ୍ସ ଅଛନ୍ତି ନାଇଁ କି? ତ ସେଇ ସବୁ ଗୋଟେ ଜାତିର ଗୋଟେ ଟାଇପ ର ପଶୁ ମାନେ ଅଟନ୍ତି। ତ ସର୍ବପ୍ରଥମରେ ଆମେ ଆୟୁବରେ ଦେଖୁ ଏଇ ପଶୁ ବିଷୟରେ 3 ଅଧ୍ୟାୟ 8 ପଦ। ଆୟୁବ ପୁସ୍ତକ 3 ଅଧ୍ୟାୟ 8 ପଦରେ ଯେଉଁମାନେ ଦିବସକୁ ଅଭିଶାପ ଦିଅନ୍ତି, ଯେଉଁମାନେ, ଠିକ ତ କହିଲି ନା? ହଁ, ଯେଉଁମାନେ ଲିବିଆଥନକୁ ଜଗାଇବାକୁ ନିପୁଣ ସେମାନେ ତାହାକୁ ଅଭିଶାପ ଦିଅନ୍ତି। ଲିବିଆଥନ ତେଲୁଗୁରେ ଭୁଜଙ୍ଗମୁଲୁ, ତେଲୁଗୁରେ ଯୋଉ ୱାର୍ଡ ଲେଖା ଅଛି ଭୁଜଙ୍ଗମୁ, ଇଟ୍ସ ଏ ଟାଇପ ଅଫ ସ୍ନେକ୍, ବଡ ସ୍ନେକ୍। ଜେନେରାଲି ହିନ୍ଦୁ ଶାସ୍ତ୍ରରେ କହନ୍ତି ନାଇଁ କି ମହାସମୁଦ୍ର ଭିତରେ ବିଷ୍ଣୁ ବିଷ୍ଣୁ ଥାଏ କି 1000ଟା ଫେଣ ଥିବା ସାପ ଉପରେ ଶୋଇଥାଏ ବୋଲି କହନ୍ତି ସେମାନେ। ହଁ, 1000ଟା ଫେଣ ହେଇକି ଥିବା ଗୋଟେ ସାପ ଉପରେ ବିଷ୍ଣୁ ଶୋଇଥାଏ ଏମିତି ବୋଲି କହନ୍ତି ସେମାନେ। ତ ସେମାନେ ସେଇଟା ନ କହିକି 24 ଘଣ୍ଟା ଲେବିଆଥନ କାହିଁକି ହଉଛନ୍ତି ଜାଣିନି। ତ ହ୍ୱାଟ ଏଭର ଇଟ୍ ଇଜ, ପ୍ରଭୁଙ୍କ ନାମରେ ଗୌରବ। ଆମ ବାଇବଲରେ ସେ ସବୁ ବିଷୟରେ ଲେଖା ଅଛି। ତ ଏଇଠି ଆରମ୍ଭ ହେଉଛି ଲେବିଆଥନର ଷ୍ଟୋରି। ତାପରେ ତାହାର ବର୍ଣ୍ଣନା ଆୟୁବ ପୁସ୍ତକ 41 ପଦରେ ଆମେ ଦେଖିବାକୁ ପାଉ। ଆୟୁବ 41:1 ତୁମ୍ଭେ କି ବଡ଼ସି ଦ୍ୱାରା ଲେବିଆଥନକୁ ଅଟାରି ପାର, ଅବା ରଜ୍ଜୁରେ ତାହାର ଜିହ୍ୱା ତଳକୁ ଚାପିପାର। and especially 19 ପଦ ଯଦି ଦେଖିବା, ପୁରା ଏଇ ଅଧ୍ୟାୟ ସାରା ବର୍ଣ୍ଣନା ଅଛି ଲେବିଆଥନ ବିଷୟରେ। 19 ପଦ ଆଶ୍ଚର୍ଯ୍ୟ କଥା ଗୋଟେ ଲେଖା ଅଛି। କଣ? ତାହାର ମୁଖରୁ ଜ୍ୱଳ ମଶାଲ ନିର୍ଗତ ହୁଏ ଓ ଅଗ୍ନି କଣା ପୋଡେ। ମାନେ ପାଟିରୁ ନିଆଁ ବାହାରୁଛି। କଣ ଜଣା ପଡୁଛି? କଣ ମନେ ପଡୁଛି? ଅବଭିୟସଲି ଡ୍ରାଗନ ମନେ ପଡୁଛି। ଗ୍ରୀକ ଭାଷାରେ ଯେତେବେଳେ ଲେବିଆଥନ, ସରି ହିବ୍ରୁ ଭାଷାରେ ଯେତେବେଳେ ଲେବିଆଥନ ବିଷୟ ଆମେ ଦେଖୁ, ସେଠି ଲେଖା ଅଛି ଗୋଟେ ସି ମନଷ୍ଟର, ମାନେ ଗୋଟେ ସମୁଦ୍ର ରାକ୍ଷସ କିମ୍ବା ଗୋଟେ ଡ୍ରାଗନ। ଡ୍ରାଗନକୁ ପୂଜା କରିବା ଲୋକ କିଏ? ଚାଇନା। ଚାଇନା ଦେଶ ପୁରା ଡ୍ରାଗନକୁ ପୂଜା କରନ୍ତି। ଆଉ ସେମାନେ ମାନନ୍ତି ଗୋଟେ ଏମିତି ଗୋଟେ ସର୍ପ ଗୋଟେ ଅଛି ଯାହା ସମୁଦ୍ରରେ ବି ରହେ, ଯାହା ଉଡି ମଧ୍ୟ ପାରେ, ଯାହା ବୁଲି ପାରେ, ଆଉ ଯାହାର ମୁଖରୁ ନିଆଁ ମଧ୍ୟ ବାହାରି ପାରେ। ତ ଅବଭିୟସଲି ଆମେ ଜାଣୁ କି ନୋହଙ୍କର ଜଳପ୍ଲାବନ ପୂର୍ବରୁ ଏପରି ମହାଭାରୀ ସାଇଜର ଆକାରର ସେପର ପଶୁମାନେ ଥିଲେ। ଆଉ ସେହି ଜାତିରୁ ଆସୁଥିଲେ ଡାଇନୋସର୍ସ। ଡାଇନୋସର ମଧ୍ୟ ଅନେକ ପ୍ରକାରର ଜାତିର ଡାଇନୋସର ଅଛନ୍ତି ଯେଉଁମାନଙ୍କର ମୁଖରୁ ବି ନିଆଁ ବାହାରୁଥିଲା। ତ ସେଇ ସମୟର କଥା ଏଟା ସବୁ। କିନ୍ତୁ ମୋର ମୋର ଅନ୍ଦାଜରେ ନୋହଙ୍କର ଜଳପ୍ଲାବନ ବେଳେ ତାହା ସବୁ ବିନଷ୍ଟ ହେଲା। ତା ସବୁ ପ୍ରଭୁ ମାରି ଦେଇଛନ୍ତି। ଆପଣ ମାନେ ଜାଣିବା ଦରକାର, ମନେ ଥିବା ଦରକାର କି ପରମେଶ୍ୱର ନୋହଙ୍କୁ କହିଲେ କିପରି ଗୋଟେ ଜାହାଜ ବନାଇବ, ଆଉ ତ ଆଉ ଆଉ ଆମ୍ଭେ ଯେଉଁ ପଶୁ ମାନଙ୍କୁ ଆଦେଶ ଦେବୁ ସେମାନେ ଆସିବେ ଜାହାଜ ଭିତରକୁ। ଦେଖ ଓଡିଆରେ କେମିତି ଅଛି କି ଟିକେ ଦେଖିବା। ଆଦି ପୁସ୍ତକ
Praise the Lord. ଅଧ୍ୟାୟ 19 ପଦ ଟିକେ ଦେଖିବା। ପୁଣି ପ୍ରାଣ ରକ୍ଷାର୍ଥେ ସର୍ବ ପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ସର୍ବ ପ୍ରକାର ପକ୍ଷୀ ଓ ସର୍ବ ପ୍ରକାର ପଶୁ ଓ ସର୍ବ ପ୍ରକାର ଉରଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନ ରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ। ବାସ୍ ଆଉ ବାସ୍ ତୁମେ ଆପଣାର ହଁ ଠିକ ସେତିକି। ସାତ ଅଧ୍ୟାୟ 2 ପଦ। ଆଉ ପୃଥିବୀରେ ବଂଶରକ୍ଷା କରିବା ପାଇଁ ପ୍ରତ୍ୟେକ ସୂଚୀ ପଶୁ ଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅସୂଚୀ ପଶୁ ଜାତିର ଏକ ଏକ ଦମ୍ପତି ପ୍ରତ୍ୟେକ ଖେଚର ପକ୍ଷୀ ଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ, ଯେହେତୁ 7 ଦିନ ଉତ୍ତାରେ। ଓକେ ଓକେ ଓକେ। ପ୍ରେଜ୍ ଦ ଲର୍ଡ। କାହିଁକି ପରମେଶ୍ୱର ଏତେ ଜାଗ୍ରତରେ ବୁଝାଉଛନ୍ତି ନୋହଙ୍କୁ କି ଦୁଇ ଦୁଇ ପଶୁ ଆମେ ପଠାଇବୁ, ଆଉ ବାକି ସମସ୍ତ ପଶୁମାନଙ୍କୁ ମଧ୍ୟ ଆମେ ମାରିଦେବୁ। ହ୍ୱାଟ ଇଜ ଦ ରିଜନ? ପଶୁମାନେ ପାପ କଲେ କି? ପଶୁମାନେ ପାପ କରୁଥିଲେ କି? ନା, କରପ୍ଟ ହେଲା। ମୁଁ ବୁଝାଉଥିଲି ଈଶ୍ୱରଙ୍କର ସନ୍ତାନ ଗଣ ମନୁଷ୍ୟର କନ୍ୟା ଗଣ ବୋଲି କହିଲାରୁ ଭୂତ ମାନଙ୍କର, ଦୁଷ୍ଟ ଆତ୍ମା ମାନଙ୍କର ସନ୍ତାନ ଜନ୍ମି ଉଠି ଯାଇଥିଲେ ସାରା ପୃଥିବୀରେ। ଏବେ ବି ଅଛନ୍ତି, ଏବେ ବି ଦୁଷ୍ଟାତ୍ମା ମାନଙ୍କର ଆଉ ମନୁଷ୍ୟର ସମ୍ପର୍କରେ ଜନ୍ମ ହେଇଥିବା ସନ୍ତାନ ଅଛନ୍ତି ସାରା ପୃଥିବୀରେ। ନହେଲେ କେତେକ ଶାସ୍ତ୍ରୀ ଫାରୁସୀ ମାନଙ୍କୁ ଦେଖିକି ପ୍ରଭୁ କଣ କହିଲେ? ରେ କାଳ ସର୍ପର ବଂଶ ବୋଲି କହିଲେ। ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କର ଡିଏନଏ କୁ ଦେଖୁଥିଲେ, ଏମାନେ ନିଶ୍ଚିତ ଭାବେ ମାନେ ମନୁଷ୍ୟର ସନ୍ତାନ ନୁହନ୍ତି। ଆଠୁ ବେଶୀ ବଡ କଥା କଣ, ମାନେ ବାପ୍ତିଜକ ଯୋହନ ମଧ୍ୟ ଦେଖିଲେ ମାନେ ସର୍ପ ଲୋକ ବୋଲି। ଦେ ଆର୍ the descendants or seed of the serpent ସାପର ବଂଶ। ସୋ ଆପଣ ମାନେ ଜାଣନ୍ତୁ, ଲେଭିଆଥନ ଆଜି ଏକ ସାପ ନୁହେଁ, ଏକ ବଂଶ ଅଟେ। ଦେ ଆର୍ ଆ ଗ୍ରୁପ ଅଫ ପିପଲ ଯାହାକି କଣ କରେ? ଈଶ୍ୱରଙ୍କ ଲୋକମାନଙ୍କୁ ତାଡ଼ନା ଦିଏ। ଦେଖନ୍ତୁ ଗୋଟେ ପଦ ଦେଖାଇବି, କୁଆଡେ ଯିବା? ଗୀତ ସଂଗୀତ, ଗୀତ ସଂଗୀତାର 74 13 ଦେଖିବା, 13-14 ଗୀତ ସଂହିତା 74 64 ତୁମ୍ଭେ ଆପଣା ପରାକ୍ରମରେ ସମୁଦ୍ରକୁ ଦୁଇ ଭାଗ କଲ, ତୁମ୍ଭେ ଜଳରେ ନାଗଗଣର ମସ୍ତକ ଭାଙ୍ଗି ପକାଇଲ, ତୁମ୍ଭେ ଲିବିଆଥନର ମସ୍ତକ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲ, ତୁମେ ମରୁଭୂମି ନିବାସୀମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ। ବାସ୍ ବାସ୍ ବାସ୍। କିଏ ଇଏ? ସମୁଦ୍ରକୁ ଭାଗ କଲେ, କୋଉଠି ଭାଗ କଲେ? ଲାଲ ସମୁଦ୍ର, ଲୋହିତ ସାଗର। ଆଉ ସେଇଠି ସେ କଣ କରିଲେ? ପୁଣି ସମୁଦ୍ରକୁ ଦୁଇ ଭାଗ କଲ, ତୁମେ ଜଳରେ ନାଗ ଗଣର ମସ୍ତକ ଭାଙ୍ଗିଲ। ଇଂଲିଶରେ thou breakest the heads of Leviathan in pieces. ହେଡ୍ସ ମାନେ ଏଇ ଲେବିଆଥନକୁ ଗୋଟେ ମୁଣ୍ଡ ନାହିଁ, ପୁଣି ବହୁତ ଜାଗାକୁ ଗୋଟେ ମୁଣ୍ଡ ଅଛି। हिंदी देखो, तूने तो जल में मगरमच्छों के सिरों को फोड़ दिया। तो हिंदी रे ए लेबियाथन को कौन नाम दिया जाए? मगरमच्छ। मगरमच्छ माने कौन? कुंभीर।
ଆପଣ ଜାଣିଛନ୍ତି ମିଶ୍ର ଦେଶର ଜାତିର ସିମ୍ବଲ ଅଟେ କୁମ୍ଭୀର। ନୀଳ ନଦୀର ଦେବତା ଅଟେ କୁମ୍ଭୀର। କ୍ରକଡାଇଲ ଅଫ ନାଇଲ ବୋଲି କହନ୍ତି। ଆଉ ଫାରୋଙ୍କୁ ମଧ୍ୟ କ୍ରକଡାଇଲ ପରି ମାନନ୍ତି। ସେମାନେ ଆମର ଦେଶ ଇଣ୍ଡିଆ ପାଇଁ ଆମର ଇଣ୍ଡିଆର ଜାତି ପଶୁ କୋଟା ରାଷ୍ଟ୍ରୀୟ ପଶୁ ଅଟେ ଟାଇଗର, ନାଇଁ କି? ରଷିଆର ରାଷ୍ଟ୍ରୀୟ ପଶୁ କୋଟା ବେର, ଭାଲୁ। ସେମିତି ମିଶ୍ର ଦେଶର ରାଷ୍ଟ୍ରୀୟ ପଶୁ ବାଇବେଲର ଜମାନାରେ, ଏବେ କଣ ଅଛି ମତେ ଆଇଡିଆ ନାହିଁ, ଦେଖିବା। କୁମ୍ଭୀର, ଦେ ବିଲିଭ୍ ଇନ୍ କୁମ୍ଭୀର, ଗଡ ଅଫ କୁମ୍ଭୀର। ତ ଫାରୋଙ୍କୁ ମଧ୍ୟ କୁମ୍ଭୀର ପରି ମାନୁଥିଲେ ସେମାନେ। ତ ଲୋହିତ ସାଗରରେ ଯାହା ପରମେଶ୍ୱର ଏଇ ମଗରମଚ୍ଛ ନହେଲେ ସାପ ଗୁଡ଼ିକର ନାଗଗଣର ମସ୍ତକ ଭାଙ୍ଗିଲେ ମାନେ କୋଉଠିକୁ ଯାଇପାରିବେ ଆପଣ ମାନେ? ଆପଣମାନଙ୍କୁ ପ୍ରକାଶିତ ବାକ୍ୟର ପ୍ରକାଣ୍ଡ ସର୍ପ ବିଷୟରେ ବୁଝାଇଲା ବେଳେ ହିଁ କହୁଥିଲି। ପ୍ରକାଣ୍ଡ ସର୍ପ, 7ଟି ମୁଣ୍ଡ, ନାଇଁ କି? ଏ 7ଟି ମୁଣ୍ଡରେ, ଓଡିଆରେ ଦେଇନି କି ମୁଁ, ଠିକ ଅଛି, 7ଟି ମୁଣ୍ଡରେ ପ୍ରଥମ ମସ୍ତକ ହେଲା ମିଶ୍ରୀୟ ଦେଶର ଦାସତ୍ୱ, ଇଜିପ୍ସିଆନ ଏମ୍ପାୟାର। ଏଇ ଲିବିଆଥନ ନହେଲେ ଏଇ ନାଗଗଣର 7ଟି ମୁଣ୍ଡ ଅଛି। ବାଇବେଲକୁ ଯେଉଁମାନେ ଅଣଖ୍ରୀଷ୍ଟିଆନ ମାନେ ଲେବିଆଥନ ସେ ପଢି ଦିଅନ୍ତି, ବାଇବେଲରେ ବି ଲେଖା ଅଛି, ସେ ପ୍ରକାଶିତ ବାକ୍ୟରେ ଲେଖା ଅଛି ସମୁଦ୍ରରୁ ଗୋଟେ ପଶୁ ଗୋଟେ ବାହାରିଲା। ଆରେ ଭାଇ, ବାଇବେଲକୁ ତୁମେ ସାଂସାରିକ ଭାବରେ ବୁଝିବ କି? ଏକ आत्मिक पुस्तक ଗୋଟେ बाइबल। हर कुछ, हर बात लिटरल नहीं होता, नहीं होना चाहिए। इनफैक्ट ଆମମାନଙ୍କ ପାଇଁ ପୁରାତନ ନିୟମ ଏକ ଇତିହାସ ହେଲେ ବି ଆଜିର ଯୁଗ ପାଇଁ ତାହା ଇତିହାସ ରୂପରେ ହିଁ ନ ନେଇକି ଆମ୍ଭେମାନେ ଆତ୍ମିକ ଭାବରେ ନେଇକି ଶିକ୍ଷା ପାଇବା ଆବଶ୍ୟକ ବୋଲି 1000 ଥର କହିଲେ ଆପଣମାନଙ୍କୁ।